ସେମାନେ କାହିଁକି କରନ୍ତି, ସେମାନେ କାହିଁକି ଯାଆନ୍ତି, ସେମାନେ କାହିଁକି ଖାଆନ୍ତି, ସେମାନେ କାହିଁକି ଶୁଅନ୍ତି, ସେମାନେ କାହିଁକି ଆସନ୍ତି, ଏଭଳିଆ କଥା ଆମେ ଶୁଣିଛନ୍ତି ନା ନାଇଁ। ତ ଏଭଳି ବାକ୍ୟ ଗୁଡ଼ିକ ଇଂରାଜୀରେ କେମିତି କହିବା ଦେଖିବା। ଗୋଟେ ଉଦାହରଣ ନେବା, ସେମାନେ କାହିଁକି ଖାଆନ୍ତି। ଆଗେ ଚେକ୍ କରିଦିଅ କେତେଟା ଶବ୍ଦ ଅଛି, 3ଟି ଶବ୍ଦ। ସେମାନର ଇଂରାଜୀ ହେଲା ଦେ, କାହିଁକି ପାଇଁ ଆମେ ନିଶ୍ଚିତ ବସେଇଦେବା ହ୍ୱାଏ, ଆଉ ଖାଇବା ପାଇଁ ବ୍ୟବହାର କରିବା ଇଟ୍। କିନ୍ତୁ ଏଗୁଡ଼ିକୁ କେମିତି ସଜେଇକି ଲେଖିବା ଆସ ଦେଖିବା। ସଜେଇକି ଲେଖିବା ପାଇଁ ଆମେ ପ୍ରଥମେ ହ୍ୱାଏ ଲେଖିଦେବା, ପ୍ରଶ୍ନସୂଚକ ଶବ୍ଦଟି। ତାପରେ ଜାଣିଛ ଡୁ କିମ୍ବା ଡଜ୍ ବସିବ। ଏଠି ଯେହେତୁ କର୍ତ୍ତା ବହୁ ବଚନ ଅଛି ତେଣୁ ଡୁ ବସିଲା, ହ୍ୱାଏ ଡୁ ଦେ, ନିଶ୍ଚିତ କର୍ତ୍ତା ବସିବ ତାପରେ, ଆଉ କ୍ରିୟା ଇଟ୍ ବସିଲା। ତ ହ୍ୱାଇ ଡୁ ଦେ ଇଟ୍, ହ୍ୱାଇ ଡୁ ଦେ ଇଟ୍ ର ଅର୍ଥ କ'ଣ ହେବ, ସେମାନେ କାହିଁକି ଖାଆନ୍ତି। ତ ସେମାନେ କାହିଁକି ପିଅନ୍ତି, ହ୍ୱାଇ ଡୁ ଦେ ଡ୍ରିଙ୍କ ହେଇଗଲା। ସେମିତି ସେମାନେ କାହିଁକି ପଢ଼ନ୍ତି, ହ୍ୱାଇ ଡୁ ଦେ ରିଡ୍, ସେମାନେ କାହିଁକି ଖେଳନ୍ତି, ହ୍ୱାଇ ଡୁ ଦେ ପ୍ଲେ। ଏମିତି ଆମେ ବାକ୍ୟ ଗୁଡ଼ିକ ସଜେଇକି ଲେଖିପାରିବା। ଉଇ ଏବଂ ୟୁକୁ ଛାଡ଼ି ଅନ୍ୟ ସମସ୍ତ ବହୁବଚନ କର୍ତ୍ତା ପାଇଁ ଏଇଭଳି ବାକ୍ୟ ତିଆରି କରାଯାଇପାରିବ। ଉଦାହରଣ ସ୍ୱରୂପ ଗାଈମାନେ ରାମ ଏବଂ ହରି 2 ଜଣ ହେଇଗଲେ, ବହୁବଚନ ହେଇଗଲା। ଯଦି ରାମ ଏବଂ ହରି କଥା ପଡ଼ିବ ତାହେଲେ ସେଇଟା ବହୁବଚନ ହେଇଯିବ। ରାମର ସାଙ୍ଗମାନେ ନିଶ୍ଚିତ ବହୁବଚନ, ସାଙ୍ଗମାନେ, ବାଳକମାନେ ଇତ୍ୟାଦି ଏସବୁ ଯଦି କର୍ତ୍ତା ଥିବ ଆମେ ଏଇ ଯେଉଁ ଢାଞ୍ଚା ଶିଖିଲେ ଏଇ ଢାଞ୍ଚାରେ ବାକ୍ୟ ବନେଇ ପାରିବା।